ପ୍ରେମ ଭାବଜାର ଅନ୍ତର ପୂରିତ ସର୍ବପ୍ରାଣୀ ହୃଦେ ତା ହୃଦେ ଅଙ୍କିତ ସର୍ବ ଅନୁଭୂତି ସର୍ବଭୂତେ ତାର ତାଦୃଷ୍ଟରେ ବିଶ୍ୱ ଏକ ପରିବାର। ସମଗ୍ର ବିଶ୍ୱ ଗୋଟିଏ ପରିବାର, ବସୁଧୈବ କୁଟୁମ୍ବକମ୍। ସମଗ୍ର ଜାତିକୁ ନିଜ ମଧ୍ୟରେ ଓ ନିଜକୁ ସମସ୍ତଙ୍କ ହୃଦୟରେ ଦେଖିପାରୁଥିବା ମଣିଷଟି ଏହି ଓଡ଼ିଶା ମାଟିର ନିଜର ଦିବ୍ୟ ଆଦର୍ଶର ବାନାକୁ ପୋତି ସମଗ୍ର ଓଡ଼ିଶା ମାଟିକୁ ଧନ୍ୟ କରିଦେଇଛନ୍ତି। ଯାହାଙ୍କ କଲମ ମୁନରୁ ରଚିତ ହୋଇ ସମଗ୍ର ଓଡ଼ିଆ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଉତ୍କଳମଣି ଗୋପବନ୍ଧୁ ଦାସ ହେଉଛନ୍ତି ଅନ୍ୟତମ। ନମସ୍କାର, ମୁଁ ସୂର୍ଯ୍ୟ ସ୍ୱାଗତ କରୁଛି ଆପଣମାନଙ୍କୁ ଓଡ଼ିଶା ପ୍ରସଙ୍ଗର ଆଜିର ଭିଡ଼ିଓରେ। ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଭାରତୀୟ ସଭ୍ୟତାରେ ମାଟିକୁ ଆମେ ମା ସହ ସମ୍ବୋଧନ କରୁ ଏବଂ ମା କହୁ ମଧ୍ୟ। ମାଟି କହିଲେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନୁହେଁ, ବରଂ ସମଗ୍ର ଭୂମିକୁ ବୁଝାଏ, ସମଗ୍ର ବିଶ୍ୱ ଆଉ ଧରିତ୍ରୀ। ଆଉ ଏସବୁ ଶବ୍ଦ ମାଟି ମା ପ୍ରତି ନିଷ୍ଠା କେବଳ ଭାରତ ମାଟିରେ ହିଁ ଦେଖିବେ, କାହିଁକି ନା ଏହି ଭାରତ ମାଟିରୁ ନିଷ୍ଠାର ମଞ୍ଜି ବୁଣି ଯାଇଛନ୍ତି ଆମର ପୂର୍ବଜମାନେ। ସେମାନେ କହିଯାଇଛନ୍ତି, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। ଓଡ଼ିଶାର ଏହି ଯୋଗ୍ୟତମ ସନ୍ତାନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ ମୋତେ ଦୁନିଆର ସବୁଠୁ ମୂଲ୍ୟବାନ ଶିକ୍ଷା ଦେଇଛି। ଯେଉଁ ଆଦର୍ଶ ମାଟି ମା ପ୍ରତି ନିଷ୍ଠା, କର୍ତ୍ତବ୍ୟ ଓ ନିଃସ୍ୱାର୍ଥପର ସେବା କରିବାକୁ ବୁଝାଏ, ୟାଠାରୁ ବଳି ଉତ୍ତମ ଶିକ୍ଷା ଆଉ କ'ଣ ହୋଇପାରେ। ଓଡ଼ିଶାର କଲ୍ୟାଣ ପାଇଁ ଉତ୍କଳମଣି ତାଙ୍କର ସବୁକିଛି ଦେଇଯାଇଛନ୍ତି। ଓଡ଼ିଆ ମାଟିର ସେବା କରିବା ପାଇଁ ତାଙ୍କୁ ଅନେକ ତ୍ୟାଗ କରିବା ସହ ସଂଘର୍ଷ କରିବାକୁ ମଧ୍ୟ ପଡ଼ିଥିଲା। କାରଣ ଓଡ଼ିଶାର ଦାରିଦ୍ର୍ୟତା ସହ ଇଂରେଜମାନଙ୍କର ଶାସନ ମଧ୍ୟ ଅତ୍ୟନ୍ତ ଦୟନୀୟ ଥିଲା। ତାଙ୍କର ଏହି ସଂଘର୍ଷମୟ ଜୀବନରୁ ଆମକୁ ଅନେକ କିଛି ଶିଖିବାର ଅଛି। କାରଣ ଏହି ଅବସ୍ଥା ଆମମାନଙ୍କ ପାଇଁ ଏବେ ନାହିଁ ସତ, କିନ୍ତୁ ସେ ସମୟର ଭାବବିହ୍ୱଳତା ତାଙ୍କ ପାଇଁ ସ୍ୱାଭାବିକ। କାହିଁକି ନା ଉପମାତା ଆସି ଗର୍ଭଧାରିଣୀର ମସ୍ତକେ ଚରଣ ଦେବ, ଏ ଦଶା ଦେଖିଲେ କୋଉ ସନ୍ତାନର ମନରେ ଦୁଃଖ ନ ହେବ। ଏ ଉକ୍ତିକୁ ଆପଣମାନେ ବୁଝିପାରୁଥିବେ। ବନ୍ଧୁଗଣ, ଏସବୁ ଆମ ଅନୁଭବ କଲା ପରେ କ'ଣ ଭାବିବା? ବୋଧହୁଏ ଜନନୀ ଜନ୍ମଭୂମି ପାଇଁ ଆମର ଅବଦାନ କିଛି ହିଁ ନାହିଁ। ତେଣୁ ଆସନ୍ତୁ ବନ୍ଧୁଗଣ, ଉତ୍କଳମଣିଙ୍କର ଏ ଆଦର୍ଶକୁ ଆପଣେଇ ଆଗେଇ ଯିବା ଓଡ଼ିଶା ମାଟିର ସ୍ପନ୍ଦନକୁ ବାଣ୍ଟିବା ପାଇଁ। ସେ ଆଜି ଆମ୍ଭମାନଙ୍କ ପାଖରେ ନଥିଲେ ସୁଦ୍ଧା ଭାବ ଓ ଆତ୍ମିକ ଜଗତରେ ସଦା ସର୍ବଦା ଓଡ଼ିଶା ମାଟିରେ କୋଣ ଅନୁକୋଣରେ ରହିଛନ୍ତି ଏବଂ ରହିବେ ମଧ୍ୟ। ଆପଣମାନେ ସମୟ ଦେଇ ମୋତେ ଶୁଣିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।